ଆପଣଙ୍କ ପରିଚୟଟା ଦିଅନ୍ତୁ। ମୋ ନାମ ଜୟନ୍ତ ଅଟେଇ। ଶୈଳା ଗୋବିନ୍ଦପୁର କୋଅପରେଟିଭ ରେ ମୁଁ ଜଣେ ବୋର୍ଡ ମେମ୍ବର ହିସାବରେ ଅଛି। ଆଜି ଧାନ ଉଠେଇବା ପାଇଁ ମିଲର ଆସିଥିଲେ। ସେଥିରେ ମିଲର ଚେକ୍ କରି ଦେଖିଲେ ଯେ ନିମ୍ନମାନର ଧାନ ଅଛି। ଚାଷୀ ମାନେ ଗୋଟେ କମ୍ପ୍ରମାଇଜ କଲେ ଯେ ଯେହେତୁ ଧାନ ମଣ୍ଡିକି ନେଇକି ଆସିଛନ୍ତି ଆଉ ରିଟର୍ନ କାହିଁକି ନେଇକି ଯିବେ, ତ କମ୍ପ୍ରମାଇଜ କରିକିନା ତ କହିଲେ ଯେ 6 କେଜି ପର୍ଯ୍ୟନ୍ତ ଚାଷୀ ମାନେ ଗଲେ ଯେ 6 କେଜି ପର୍ଯ୍ୟନ୍ତ କାଟିକି ନେଇକି ଯାଆନ୍ତୁ। ମିଲର ତାର କହୁଛନ୍ତି ଯୋଉ 9 କିଲୋ 9.5 କିଲୋ ପର୍ଯ୍ୟନ୍ତ ହେଲେ ଯାଇକି ଆମେ ଏଫଏକ୍ୟୁ ମାନ କରିକି ନେଇକି ଯିବୁ। ତାପରେ ଚାଷୀ ମାନେ କେହି ରାଜି ସେଥିରେ ରାଜି ହୋଇପାରିନାହାନ୍ତି। ଗାଡି ରିଟର୍ନ ନେଇ ଗଲେ ଆଉ। ଧାନ ନେବା ପାଇଁ ଆସିଥିଲା ଆଜି। ଧାନ ଏଫଏକ୍ୟୁ ଷ୍ଟାଣ୍ଡାର୍ଡ ନାହିଁ, ଗଭର୍ଣ୍ଣମେଣ୍ଟ ତ ଗାଇଡଲାଇନ ଅଛି ଏଫଏକ୍ୟୁ ନା, ଏଫଏକ୍ୟୁ ନାହିଁ ଆଉ କଣ କରିବା। ଚାଷୀ ମାନେ ବି ଆପଣଙ୍କୁ ତ ବହୁତ ରିକ୍ୱେଷ୍ଟ ମଧ୍ୟ କରୁଥିଲେ, ଯେହେତୁ ଆପଣ ଯୋଉ ଡିମାଣ୍ଡ ରଖିଥିଲେ ଚାଷୀ ମାନେ ବି ଆପଣଙ୍କୁ ରିକ୍ୱେଷ୍ଟ କରୁଥିଲେ, ତାପରେ ଆପଣ ଗାଡି ଫେରେଇଲେ। ଡିମାଣ୍ଡ କଣ? ଆମ ଚାଷୀ ମାନେ ଡିମାଣ୍ଡ ରିକ୍ୱେଷ୍ଟ କରୁଥିଲେ। ରିକ୍ୱେଷ୍ଟ କଣ? ଆମ ଧାନ ଆମେ ଆଇଛେ ଏଫଏକ୍ୟୁ ଧାନ ନବା ପାଇଁ, ଏଫଏକ୍ୟୁ ଧାନ ନାହିଁ, କଣ କରାଯିବ? ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ? ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ? ଆଲୋଚନା କଲେ କଣ ହବ? ନା ଏଫଏକ୍ୟୁ ର ଧାନ କାଟିବାର ପରମିଶନ ଅଛି। ଆମ ତ କାଟାକୁଟି କିଛି କଥା ନାହିଁ। ଆପଣ 8 କିଲୋ 9 କିଲୋ ନୁହେଁ କାଟିବାର କଥା। 8 କିଲୋ ଆପଣ ନିଜେ ନିଜେ କହୁଛନ୍ତି। ଆପଣ ଦେଖନ୍ତୁ, ମୁଁ ତ କହିଛି ଏଫଏକ୍ୟୁ ନାହିଁ, ମୁଁ ଧାନ ନେବିନି। ବାସ୍ 8 କିଲୋ 9 କିଲୋ ନା କାଟିବାର ଆମ ପାଖରେ ପ୍ରମାଣ ଅଛି। ଆପଣ କହିଥିବାର, କିଏ କହିଛନ୍ତି? ଆପଣ କହିଥିବାର ପ୍ରମାଣ ଅଛି ଆମ ପାଖରେ। ନା ମୁଁ କିଛି କହି ନାହିଁ। ପ୍ରମାଣ ଅଛି? ମୁଁ କିଛି କହି ତ ନାହିଁ। ଆପଣ ପ୍ରମାଣ କାଢୁ ଆଣିବେ? ମୁଁ କହିଥିଲେ ସିନା, ମୁଁ ତ କିଛି କହି ନାହିଁ। ହଁ, ମୁଁ ତ କହିଛି ଏଫଏକ୍ୟୁ ଧାନ ନାହିଁ, ମୁଁ ଏ ଧାନ ନେଇପାରିବି।